କୁଆରମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ନିକଟସ୍ଥ ଲକ୍ଷ୍ମୀ ମଣ୍ଡପ ପରିସରରେ HKP ଆର୍ଟ ଆଣ୍ଡ କ୍ରାଫ୍ଟ କ୍ଲାସେସ୍ ପକ୍ଷରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପବିତ୍ର ରଥଯାତ୍ରାକୁ ଆଧାର କରି ଏକ ଚିତ୍ରକଳା କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ପ୍ରାୟ 30 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ପବିତ୍ର ରଥଯାତ୍ରାକୁ ନେଇ ଆକର୍ଷଣୀୟ ଚିତ୍ରାଙ୍କନ କରିଥିଲେ। ପରେ ସେମାନଙ୍କ ଚିତ୍ରକୁ ପ୍ରଦର୍ଶିତ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକ ଓ କଳାପ୍ରେମୀଙ୍କ ପ୍ରଶଂସା ସାଉଁଟିଥିଲା। HKP ଆର୍ଟ ଆଣ୍ଡ କ୍ରାଫ୍ଟ କ୍ଲାସେସ୍ର କଳା ପ୍ରଶିକ୍ଷକ ହରେକୃଷ୍ଣ ପଟେଲ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ଯେ, ନୂତନ ପିଢ଼ି ମଧ୍ୟରେ ଭାରତୀୟ ପରମ୍ପରା, ଜଗନ୍ନାଥ ସଂସ୍କୃତି ଓ ସୃଜନଶୀଳ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ହେଉଛି ଏହି କର୍ମଶାଳାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ କୁଆରମୁଣ୍ଡା ବ୍ଲକର APO ଶ୍ରବଣ କୁମାର ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଞ୍ଜନ ରାମ ଏବଂ ସମାଜସେବୀ ବ୍ରଜକିଶୋର ଶୁକ୍ଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଶୁଭାରମ୍ଭ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଚିତ୍ରକଳା ଦେଖି ଭୂୟସୀ ପ୍ରଶଂସା କରିବା ସହ ଏଭଳି ସୃଜନଶୀଳ କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତି ଓ ଐତିହ୍ୟର ପ୍ରଚାର ଓ ପ୍ରସାରରେ ସହାୟକ ବୋଲି କହିଥିଲେ। ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ରାକେଶ ସାହୁ, ଶ୍ରୀକାନ୍ତ ଗୌଡ଼ ପ୍ରମୁଖଙ୍କ ସହଯୋଗ ଉଲ୍ଲେଖନୀୟ ରହିଥିଲା। ଉପସ୍ଥିତ ଅଭିଭାବକ ଓ ସ୍ଥାନୀୟ କଳାପ୍ରେମୀମାନେ HKP ଆର୍ଟ ଆଣ୍ଡ କ୍ରାଫ୍ଟ କ୍ଲାସେସ୍ର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏଠାରେ ଭାଗ ନେଇଥିବା 30 ଜଣ ଚିତ୍ରକାରଙ୍କୁ ଦୀର୍ଘ 1 ମାସ ଧରି ରଥଯାତ୍ରା ଏବଂ ଶ୍ରୀ ଜଗନ୍ନାଥଙ୍କ ବିଷୟବସ୍ତୁକୁ ନେଇ ଚିତ୍ରକଳାର ତାଲିମ ପ୍ରଦାନ କରାଯାଇଥିଲା। ଏହାପରେ ସେମାନେ ଶ୍ରୀ ଜଗନ୍ନାଥ ଏବଂ ରଥଯାତ୍ରା ବିଷୟବସ୍ତୁକୁ ନେଇ ପେପରରେ, କାନଭାସରେ ଏବଂ MDF ବୋର୍ଡ଼ରେ ଚିତ୍ର ଅଙ୍କନ କରିଥିଲେ।